ଆଜି ଆ, ଯୋଉ ମାସ ଅଛି ଏବେ ମାର୍ଚ୍ଚ ଆସିଗଲା ମାର୍ଚ୍ଚ ମାସ ଆଜି 2 ତାରିଖ ଆଉ ବର୍ତ୍ତମାନ ଏଇ ମାସ ହଉଛି ଗୋଟେ ଆ, ପିଲାମାନଙ୍କ ନିମନ୍ତେ ଗୋଟେ ଚ୍ୟାଲେଞ୍ଜିଂ ମାସ କାହିଁକି ନା ପରୀକ୍ଷା ଅଛି ନାଇଁ କି ଆଉ କେତେ ଜଣ ପରୀକ୍ଷା ଲେଖୁଛନ୍ତି ଆଉ କେତେ ଜଣ ଏଇ ୱିକରେ କିମ୍ବା ନେକ୍ସଟ ୱିକରେ ସେମାନେ ପରୀକ୍ଷା ଲେଖିବେ କେତେ ଜଣ ଆଉ ଆମର ବଡ ବଡ ପିଲାମାନେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେଇଯାଇଛି ସେମାନେ ପରୀକ୍ଷା ମଧ୍ୟ ଲେଖୁଥିବେ ତ ଏଇ ପରିସ୍ଥିତି ଭିତରେ ଆମେ ଯେତେବେଳେ ଅଛୁ ଅ, ଆମକୁ ଖ୍ରୀଷ୍ଟିଆନ ପିଲା ହିସାବରେ ଯୀଶୁଙ୍କର ପିଲା ହିସାବରେ ଆମକୁ ବହୁତ କିଛି ଶିଖିବାର ଅଛି ତ ଆଜି ଗୋଟେ ସିମ୍ପଲ ବିଷୟ ଶୁଣିବା ଦେଖିବା ଆଉ ଅ, ସେଇ ପଦକୁ ମଧ୍ୟ ଆମେ ଦେଖିବା ଆଉ ମୁଁ ଯୋଉ ଅଂଶ ନେଇଛି ତାହା ହଉଛି ମାଥ୍ୟୁ ଲିଖିତ ସୁସମାଚାର ତାର 5 ଅଧ୍ୟାୟ ଏଇଟା ଜଣାଶୁଣା ପଦ ମାଥ୍ୟୁ 5 ତାର 14 15 ଏବଂ 16 ପଦ ତିନିଟି ପଦ ମୁଁ ପଢୁଛି ତୁମ୍ଭେ ମାନେ ଜଗତର ଜ୍ୟୋତି ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନପାରେ ଏଇଟା ହଉଛି ଆମର ମେମୋରି ବର୍ସ ବି ଆଜି ହେବ ପ୍ରଦୀପ ଭାଇଙ୍କୁ ମୁଁ ଅନୁରୋଧ କରିବି ଏଟାକୁ ନୋଟ କରିବେ ମାଥ୍ୟୁ 5 14 ଆଉ ତାପରେ 15 ଆଉ 16 ପଦ ଅଛି କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ ମାତ୍ର ଦୀପରୁଖ ଉପରେ ରଖନ୍ତି ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକଙ୍କୁ ଆଲୋକ ଦିଏ ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ଯେପରି ସେମାନେ ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ପ୍ରଭୁ ଏଇ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ ପ୍ରାର୍ଥନା କରିବା ପ୍ରଭୁ ଏଇ ବାକ୍ୟ ନିମନ୍ତେ ତୁମକୁ ଧନ୍ୟବାଦ ଦଉଛୁ ପିଲାମାନଙ୍କ ନିମନ୍ତେ ଧନ୍ୟବାଦ ଦଉଛୁ ଜୁମ୍ ମାଧ୍ୟମରେ ଆମକୁ ଏକାଠି ହେବା ନିମନ୍ତେ ସାହାଯ୍ୟ କଲ ବୋଲି ଧନ୍ୟବାଦ ଦଉଛୁ ବର୍ତ୍ତମାନ ଏଇ ବାକ୍ୟକୁ ତୁମ ହସ୍ତରେ ସମର୍ପଣ କରୁଅଛୁ ଯେପରି ତୁମ ନିମନ୍ତେ ଆମେ ବଞ୍ଚି ରହିପାରିବୁ ଏହିପରି ତୁମେ ଅନୁଗ୍ରହ ପ୍ରଦାନ କର ବୋଲି ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ ଯୋଉ ଜ୍ୟୋତି କୁହାଯାଉଛି ଇଂଲିଶରେ ତାହାକୁ ଲାଇଟ୍ କୁହାଯାଉଛି ତାକୁ ଆଲୋକ ଦୀପ ଏମିତି ଆମେ ସବୁ ନାଁ ଦେଇଥାଉ ଆଉ ଜ୍ୟୋତି ଅ ଯୀଶୁ ଏଇ ସ୍ଥାନରେ ତାଙ୍କର ପାର୍ବତ୍ୟ ଉପଦେଶରେ ଗୋଟେ ସୁନ୍ଦର ବିଷୟ କହୁଅଛନ୍ତି ଆଉ ସେ ତାର ପୂର୍ବ ପଦରେ କହୁଅଛନ୍ତି ତୁମେ ମାନେ ପୃଥିବୀର ଲବଣ ଆଉ ମଧ୍ୟ ଯୀଶୁ କହନ୍ତି ମୁଁ ଜଗତର ଜ୍ୟୋତି କିନ୍ତୁ ଏଇ ସ୍ଥାନରେ ସେ କହୁଅଛନ୍ତି ତୁମ୍ଭେ ମାନେ ଜଗତର ଜ୍ୟୋତି 14 ପଦରେ ସେଇ ବିଷୟ ସେ କହୁଅଛନ୍ତି ତ ଜ୍ୟୋତି ଗୋଟେ ଏମିତି ବିଷୟ ବିନା ଲାଇଟରେ ବିନା ଜ୍ୟୋତିରେ ବିନା ଆଲୋକରେ ଆମେ ବଞ୍ଚିବା କଷ୍ଟ ପ୍ରଭୁ ଯେତେବେଳେ ଜଗତକୁ ସୃଷ୍ଟି କଲେ ପିଲାମାନେ ଅନ୍ଧକାରରୁ ଆଲୁଅକୁ ଅଲଗା କଲେ ଭାଗ କରିଦେଲେ ଯେମିତିକି ଅନ୍ଧକାର ଆଉ ଆଲୁଅ ଗୋଟେ ସ୍ଥାନରେ ରହିବ ନାହିଁ ଅଲଗା ଅଲଗା ରହିପାରିବ ଆମେ ଯେତେବେଳେ ଦିନ ବେଳେ ରହୁଛୁ ସକାଳ ହେଇଯାଉଛି ଆମକୁ ସୂର୍ଯ୍ୟ କିରଣ ପଡୁଛି ଆଉ ସୂର୍ଯ୍ୟର ଆଲୋକରେ ଆଜି ଦିନ ସାରା ଆମର ସମସ୍ତ କାମ ଆମେ କରିଦଉଛୁ ଆଉ ଯେତେବେଳେ ସନ୍ଧ୍ୟା ହେଇଯାଉଛି ସନ୍ଧ୍ୟା ହେଇଗଲେ ଅନ୍ଧକାର ହେଇଯାଉଛି ଆଉ ଅନ୍ଧକାରରେ ଯିବା ନିମନ୍ତେ ଆମ ନିମନ୍ତେ କଣ ହଉଛି ଚନ୍ଦ୍ର ଆସୁଛି ନାଇଁ କି କେତେ ସୁନ୍ଦର ଭାବରେ ପ୍ରଭୁ ସୂର୍ଯ୍ୟ ଚନ୍ଦ୍ର ତାରା ନକ୍ଷତ୍ର ସବୁ ଗଢି ଦେଇଛନ୍ତି ଆଉ ଜ୍ୟୋତିକୁ ଯଦି ଆମେ ଦେଖିବା ଯୀଶୁ ଯୋଉ ଜ୍ୟୋତି ବିଷୟରେ କହୁଅଛନ୍ତି ତୁମେ ଲାଇଟ୍ ହେଇକି ଜଳିବା ବିଷୟ କହୁଅଛନ୍ତି ତୁମେ ମାନେ ଜଗତର ଜ୍ୟୋତି ତ ଯୋଉ ବିଷୟ କହୁଅଛନ୍ତି ସେହି ହିସାବରେ ଆମେ ଦେଖିବାକୁ ଗଲେ ଜ୍ୟୋତି ହଉଛି ବା ଆଲୋକ ହଉଛି ଦୁଇ ପ୍ରକାର ଗୋଟେ ହଉଛି ଜାଗତିକ ଜ୍ୟୋତି ଆଉ ଗୋଟେ ହଉଛି ଆତ୍ମିକ ଜ୍ୟୋତି ଜାଗତିକ ଜ୍ୟୋତି କଣ କରେ ସୂର୍ଯ୍ୟ ଯେମିତି ଆଲୋକ ଦିଏ ସେହି ପ୍ରକାର ଜାଗତିକ ଜ୍ୟୋତି ଆଲୋକ ପ୍ରଦାନ କରିଥାଏ ଆଉ ଯେତେବେଳେ ଆଲୋକ ଥାଏ ବା ଜ୍ୟୋତି ଥାଏ ବା ଲାଇଟ୍ ଥାଏ ଆମକୁ ଲାଇଟରେ ସବୁ କିଛି ଦେଖାଯାଏ ଘରେ ଯଦି କରେଣ୍ଟ ପଳେଇଯିବ ଆମର ଛୋଟ ଛୋଟ ପିଲାମାନେ କେତେ ଜଣ ଡରୁଛ ରାତିକୁ ଅନ୍ଧକାରକୁ ରାତିକୁ କେହି ଡର ନାହିଁ ସମୀର ସାମ ଡର ନା ନାହିଁ କରେଣ୍ଟ ପଳେଇଲେ ଓ ଗ୍ରେଟ୍ ତମେ ବ୍ରେଭ୍ ପିଲାମାନେ ସବୁ ମୁଁ ଛୋଟ ଥିଲା ବେଳକୁ ବହୁତ ଡରି ଯାଉଥିଲି ଯେତେବେଳେ କରେଣ୍ଟ ପଳେଇବ ମୋର ବାପାଙ୍କ ପାଖକୁ ପଳେଇବି ଆମର ବେଳକୁ ତ କରେଣ୍ଟ ନଥିଲା ଲଣ୍ଠନ ଥିଲା ଲଣ୍ଠନରେ ମୋର କାମ ଥିଲା ଲଣ୍ଠନକୁ ସବୁଦିନ ସନ୍ଧ୍ୟାରେ ସଫା କରିବା ଆଉ ତାର ଫିତାକୁ ସଫା କରିବା ତାପରେ କାଚକୁ ସଫା କରିବା ଯେମିତିକି ସେ କାଚକୁ ଭଲରେ ଯେତେବେଳେ ସଫା କରିବ ଫିତାକୁ
ତାର ଯେତେବେଳେ ସଫା କରିଦେବ ତାହେଲେ ଭଲ ଆଲୁଅ ଦେବ କିରୋସିନ ଲଗେଇ ଦେଇକିରି। ଠିକ ଅଛି। ଆଉ ଯଦି ସେ କାଚରେ ସେ କଳା ଦାଗ ରହିଯାଇଥିବ ଭଲ ଆଲୁଅ ଦେବ କି ନାଇଁ, ସେଇଟା ମଧ୍ୟ ଆମକୁ ଗୋଟେ ସୁନ୍ଦର ଶିକ୍ଷା ଦିଏ। ଆମେ ଯେତେବେଳେ ଆଲୁଅ ବୋଲି ଜଳିବାକୁ ଚାହୁଁଛୁ, ଆମକୁ ସେହି ପ୍ରକାର ସବୁବେଳେ ପରିଷ୍କାର ରହିବାର ଅଛି। ତ ମୁଁ ଯେମିତି କହିଲି, ଜ୍ୟୋତି ଦୁଇ ପ୍ରକାର, ଗୋଟେ ହଉଛି ଜାଗତିକ ଆଉ ଗୋଟେ ହଉଛି ଆତ୍ମିକ। ତ ଜାଗତିକ ଜ୍ୟୋତି ଆମକୁ ଆଲୋକ ଦିଏ, ଆମେ ଅନ୍ୟାନ୍ୟ କାର୍ଯ୍ୟ କରିଥାଉ। ଆଉ ଲୋକମାନେ ଦିନ ବେଳେ କାର୍ଯ୍ୟ କରିଥାନ୍ତି, ରାତି ହେଲେ ଆଉ ସେଇ ସବୁ କାମ କରିପାରିବେ ନାହିଁ। ଆଉ ଗୋଟେ ହଉଛି ଆତ୍ମିକ ଜ୍ୟୋତି। ତ ଜଣେ ଲୋକ, ଗୋଟେ କାହାଣୀ କହିବି, ଛୋଟ କାହାଣୀ ଗୋଟେ। ଜଣେ ଲୋକ ଗୋଟେ ଜଙ୍ଗଲରେ ଯାଉଥିଲା, ଆଉ ଲଣ୍ଠନ ଦେଖିଛ? ଲଣ୍ଠନ ଆଜିକାଲି ପିଲାମାନେ ଦେଖୁନ, ଆଜିକାଲି ତ ଟର୍ଚ୍ଚ ଲାଇଟ୍ ହେଇଗଲା, ଟର୍ଚ୍ଚ ଲାଇଟ୍ ବି ଆଜିକାଲି ଦେଖାଯାଉନି। ଆଜିକାଲି ଫୋନରେ ଆମେ ସବୁ ଚଳେଇ ଦଉଛୁ। ତ ଗୋଟେ ଲୋକ ଜଙ୍ଗଲରେ ଯାଉଥିଲା, ଆଉ ଅନ୍ଧାର ହେଇଯାଇଛି, ରାତ୍ରି କାଳ। ଆଉ ସେତେବେଳେ ସେ କଣ କଲା, ଯେତେବେଳେ ସେ ଜଙ୍ଗଲରେ, ସେମାନେ ସେଇ ଅଞ୍ଚଳରେ ରହନ୍ତି, ତ ସେ ଯେତେବେଳେ ଲଣ୍ଠନ ଧରିକିରି ଆଉ ଗୋଟେ ବାଡ଼ି ଧରିକିରି ଚାଲୁଛି, ଲଣ୍ଠନରେ କେତେ ଆଗକୁ ଦେଖାଯିବ? ଟର୍ଚ୍ଚ ମାରିଲେ ସିନା ତମକୁ ବହୁତ ଦୂରକୁ ଦେଖାଯିବ, 50 ମିଟର 20 ମିଟର ଆଗକୁ ଦେଖାଯିବ, କିନ୍ତୁ ଲଣ୍ଠନଟା ବେଶୀ ଆଗକୁ ଦେଖାଯାଏ ନାହିଁ। ତ ଯେତେବେଳେ ସେ ଲଣ୍ଠନ ଧରି ଚାଲୁଛି, ସେ ଲଣ୍ଠନ ଧରି ଚାଲିଲା ବେଳକୁ କେତେ ଆଗକୁ ଯିବ? ଟିକେ ଆଗକୁ। ତ ସିଏ ଭାବିଲା, ଏ ଲଣ୍ଠନ ମତେ କଣ ବାଟ ଦେଖେଇବ? ଲଣ୍ଠନ ଧରିକି ମୁଁ ମୋ ରାସ୍ତା ପାର ହେଇପାରିବି କି? ଏଇ ଜଙ୍ଗଲ ପାର ହେଇପାରିବି କି? ସେ ଚିନ୍ତା କଲା। ତାପରେ ପୁଣି ଚିନ୍ତା କଲା, ନାଇଁ ନାଇଁ, ଗୋଟେ ଗୋଟେ ପାଦ, ଗୋଟେ ଗୋଟେ ଷ୍ଟେପ ମୁଁ ଟିକେ 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 ପକେଇ ଯିବି। ଆଉ ଯେତେ ଦୂର ଲାଇଟ୍ ପଡୁଛି, ସେତେ ଦୂର ଲାଇଟ୍ ପଡି 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 ମୁଁ ଆଗକୁ ବଢିବି। ତ ସେଇ ଭାବନା ଚିନ୍ତା କଲା। ଆଉ ତାପରେ ସେ କଣ କଲା, ସେ ଲଣ୍ଠନକୁ ଧରିଛି, ଆଉ ବାଡ଼ି ଧରିଛି, ଆଉ ଧୀରେ ଧୀରେ ଗୋଟେ ଗୋଟେ ପାଦ ଆଗକୁ ଯାଉଛି। ଆଉ ଗୋଟେ ଗୋଟେ ପାଦ ଯେତେବେଳେ ଆଗକୁ ଯାଉଛି, ସେ ଲାଇଟ୍ ବି ତାର ସାଙ୍ଗରେ ସାଙ୍ଗରେ ଯାଉଛି ଆଗକୁ। ଯେତେବେଳେ ଲାଇଟ୍ ଆଗକୁ ଯାଉଛି, ତାକୁ ରାସ୍ତା ଦେଖାଯାଉଛି। ଆଉ ରାସ୍ତା ଏମିତି ଦେଖାଯାଉଛି, ଗୋଟେ ପାଦ ଗୋଟେ ପାଦ ଗୋଟେ ପାଦ, ଟିକେ ଲାଇଟ୍ ପଡୁଛି, ଆଗକୁ ଆଉ ଟିକେ ଲାଇଟ୍ ପଡୁଛି, ଆଗକୁ ଆଉ ଟିକେ ଲାଇଟ୍ ପଡୁଛି। ତ ଏମିତି ଯେତେବେଳେ ଲାଇଟ୍ ପଡିଗଲା, ଧୀରେ ଧୀରେ ସେ କଣ କଲା, ଜଙ୍ଗଲ ପାର ହେଇଗଲା। ପ୍ରେଜ ଦ ଲର୍ଡ କରୁଛି। ତାପରେ ସେ ଲାଇଟ୍, ଆମେ ଭାବୁ ପୁରା ଲାଇଟ୍ ଦେଖାଗଲା ପରେ ଯେ ଆମେ ରାସ୍ତା ଦେଖିପାରିବା ଆଉ ଯିବା, କିନ୍ତୁ ସେ ଲଣ୍ଠନଟି ଛୋଟ ଲାଇଟ୍ ଦେଖାଉଥିଲା, ଅଳ୍ପ ଜ୍ୟୋତି ହେଲେ ବି ସେ ଲାଇଟ୍ର ସାହାଯ୍ୟରେ ସେ ଲୋକଟି ବିଶ୍ୱାସରେ ଗୋଟିଏ ପାଦ ଗୋଟିଏ ପାଦ ଗୋଟିଏ ପାଦ ଯେତେବେଳେ ଆଗକୁ ବଢେଇଲା, ସେତେବେଳେ ତାକୁ ରାସ୍ତା ଦେଖାଗଲା। ଆଉ ରାସ୍ତା ଯେତେବେଳେ ଦେଖାଗଲା, ସେଇ ଅନ୍ଧାର ରାତିରେ ବି ସେ ଲଣ୍ଠନର ସାହାଯ୍ୟରେ ସେ କଣ କଲା, ଜଙ୍ଗଲ ପାର ହେଇଗଲା। ଯୀଶୁ ଏଇ ସ୍ଥାନରେ କହୁଅଛନ୍ତି, ଏଇଟା ଜାଗତିକ ବିଷୟ, ଏଇଟା ଜାଗତିକ ଜ୍ୟୋତି। ଜାଗତିକ ଭାବରେ ଯୋଉ ଜଙ୍ଗଲ ଅଛି ବା ଯୋଉ ରାସ୍ତା ଅଛି, ସେ ଲୋକଟି ସେଦିନ ପାର ହେଇଗଲା। କିନ୍ତୁ ଯୀଶୁ ଏଇ ସ୍ଥାନରେ ଆମକୁ କହୁଅଛନ୍ତି ଯେ ତୁମ୍ଭେ ମାନେ ଜଗତର ଜ୍ୟୋତି। ଆଉ ଆମେ ଯେତେବେଳେ ଦେଖିବା, ଆମେ ସେଇ ଲଣ୍ଠନ ପରି, କ୍ୟାଣ୍ଡେଲ ପରି, ଟର୍ଚ୍ଚ ଲାଇଟ୍ ପରି, ଛୋଟ ଛୋଟ ଦୀପ ପରି ଆମେ ଅଛୁ। ତ ଆମେ ଯେତେବେଳେ, ଜ୍ୟୋତିର କାମ କଣ? ଆଲୋକ ଦେବା, ନାଇଁ କି? ଲାଇଟ୍ ଦେବା। ତାପରେ ଆଉ ଗୋଟେ ତାର କାମ କଣ? ଅନ୍ଧକାରକୁ ଦୂର କରିବା। ଯେତେବେଳେ ଘର ଅନ୍ଧାର ଥିବ, ତମେ ଘରେ ଲାଇଟ୍ ର ସୁଇଚ୍ ଅନ୍ କରିଦେଲେ କଣ ହବ? ପୁରା ଲାଇଟ୍ ଘରେ ଜଳିଯିବ, ଆଉ ଅନ୍ଧକାର ପୁରା ଭେନିଶ ହେଇଯିବ, ଆଉ ଦେଖାଯିବ ନାହିଁ, ଚାଲିଯିବ। ଆଉ ଯେତେବେଳେ କରେଣ୍ଟ ପଳେଇବ, ଅନ୍ଧକାର ହେଇଯିବ। ଅନ୍ଧକାର ଆଉ ଆଲୋକ ପ୍ରଭୁ ଅଲଗା କରିଦେଇଛନ୍ତି, ଗୋଟେ ଜାଗାରେ ସେମାନେ ରହିପାରିବେ ନାହିଁ। ତ ଯେତେବେଳେ ସୁଇଚ୍ ଅନ୍ କରୁଛୁ, ଆମେ ଲାଇଟ୍ ଜଳୁଛି, ଲାଇଟ୍ ଜଳିଲେ କଣ ହଉଛି, ଆଲୋକ, ଘର ଆଲୋକିତ ହେଇଯାଉଛି, ପୁରା ବ୍ରାଇଟ୍ ହେଇଯାଉଛି। ଆଉ ଆମେ ସବୁ କିଛି ଦେଖିପାରୁଛୁ, ସବୁ କିଛି କରିପାରୁଛୁ। ଆଉ କୋଉଠି କଣ ଅଛି ସେଇ ବିଷୟ ଆମେ ଜାଣିପାରୁଛୁ, ଖୋଜିକି ଆଣିପାରିବା ଆରାମରେ। ଗୋଟେ ଘରକୁ ଯିବା, ଲାଇଟ୍ ଅନ୍ କରିବା, ତାପରେ କଣ ସବୁ ଆଣିବାର ଅଛି ସେଇ ବିଷୟ ଆମେ ଆଣିପାରୁଛୁ। ତ ସେହି ପ୍ରକାରେ ଯେତେବେଳେ ଯୀଶୁ କହୁଅଛନ୍ତି ତୁମ୍ଭେ ମାନେ ଜଗତର ଜ୍ୟୋତି, ତାଙ୍କର କହିବାର ଅର୍ଥ କଣ? ଆତ୍ମିକ ଭାବରେ କହୁଅଛନ୍ତି। ତ ପ୍ରତ୍ୟେକ ପିଲାମାନେ ଆମେ ଯେତେ ଜଣ ଅଛୁ, ପ୍ରତ୍ୟେକ ପିଲାମାନେ ଆମେ ଯେତେବେଳେ ଅଛୁ, ଆମର ଆତ୍ମିକ ଜୀବନ ଗୋଟେ ଗୋଟେ ଆଲୋକ ପରି। ଆମେ ଆଲୋକ ହେଇକି ଆମେ ଯେତେବେଳେ ଚାଲୁଛୁ, କଣ ହଉଛି, ଆମେ ଆଗକୁ ବଢୁଛୁ ଆଗକୁ ବଢୁଛୁ ଆଗକୁ ବଢୁଛୁ। ଆଉ ଯେତେବେଳେ ଆଗକୁ ବଢୁଛୁ, ସେତେବେଳେ ଆମେ ଆଗକୁ ବଢି 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 ବଢି
से ललठन धरिक लोक चलला आमे से जंगल पार हो जाऊँ बा अंधकार शक्ति बा जगतर जहा कि अच्छे आमे धीरे 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 पार हो जाऊँ आते पार हो जाऊँ आमे कौन करुछु गोटे सफलता पाई पारुछु आमर परीक्षा जिते बड़े आसी जाए पूरा माइंड पूरा डार्क हो जाए मोर पाखे किछि नहीं मोर मुंडे किछि नहीं किंतु गीत संगीतार गोटे सुंदर विषय लिखा जाए मते छोट बेले सेटा आमे संडे स्कूल रे पढुतिलु गीत संगीता तार 119 रो 105 पद गोटे सुंदर पद से स्थान रे तुम्भर वाक्य मो चरण पाई प्रदीप ओ मो पथ पाई आलुओ अटे तुम्भर वाक्य मो चरण पाई प्रदीप एवं मोर पथ पाई आलुओ अटे केते सुंदर विषय गीत रचक कही अछंती तो ताहांकर वाक्य ज्योति जेते बेले जीशु कहउछंती हमकु तुमे गोटे ज्योति परी तो से ज्योति बा से लाइट कोठु आसीबो जेते बेले अंधकार थाए जह्न आलुओ चंद्र आलुओ जोटा देखुछु आमे सेटा चंद्र जह्न रु आसी थाए तार रिफ्लेक्शन हेताए आउ जेते बेले आमे आत्मिक भावरे आगु को बढ़ुछु बा ज्योति परी जोडुछु आमकु पाखको से ज्योति कोठी आसुची से करंट कोठु आसुची ईश्वरंकर वाक्य रु आसुची गोटे दिन पचारुथिली ना तुम सबुदिन बाइबल पढ़ुच ना नहीं बोली जेते बेले जेते बाइबल पढ़िबो सेते लाइट तमर जीवन रे प्रवेश करिवो आ जेते बेले आमे गोटे गोटे लाइट हे जिबा लाइट रे आगर ललठन कथा कहउतिले ललठन रे किरोसिनी नथिले ललठन जलिबो कि जेते सुंदर हेले भी नाही जलिबो नाही करेंट जेते बेले अछि हमर लाइट जलिबो टीवी चलिबो कंप्यूटर चलिबो सब किछि जेते बेले फोन धरिक बसीछ तमे लैपटॉप धरिक बसीछ जदि रिचार्ज सरी जो बैटरी डाउन हो कौन हम भट अंधार हो सेटा ऑफ हो किसी करि आमर जीवन भी सही प्रकार प्रभुंकर वाक्य रूप आलोक वाक्य रूप ज्योति आमको जेते परिमाण रे रिचार्ज करिवो तामे जेते पढ़िबा ईश्वरंकर ज्योति ईश्वरंकर आलोक आमर जीवन रे सेते रिचार्ज हेकि थिबो ठीक अछि आम जेते बेले दुख आसुची आम जेते बेले समस्या आसुची जेते बेले परीक्षा आसुची सही समय रे प्रभु हमको सहायता करिवे सही आलोक रे सही ज्योति रे आमे आगो को बढ़ी परिबा आ केवल बढ़िबा नहीं सही 5 पर्व 14 पद रे गोटे सुंदर विषय लेखा जाए जे सेटा कोन लेखा जाउची 14 पद तुम्भे माने जगतर ज्योति आ गोटे विषय लेखा जाए पर्वत उपरे स्थापित नगर गुप्त होई रही न पारे गुडे पर्वत उपरे स्थापित नगर संगे साहू तुलना करा जाउची गुडे पहाड़ उपरे घर अछि सेटा लुचिक रही परिबो कि तुम लुचैले भी रहिबो नाही तापरे आ गोटे विषय एटा कहउछन्ते हमर ज्योति सही प्रकार आमे एही प्रकार बंचिबा एही प्रकार रहिबा जद्वारा कि हमर ज्योति लोकन को देखा जिवो आउ गोटे पद लेख से स्थान रे कहउछन्ते 15 पद रे कियो बा लोक माने दीप जाली बाण तळे रखंती नाही मात्र दीप रुखा उपरे रखंती ए दीप जालीबाटा दीप रुखा कहिबाटा एडा तुमको टिके बुझिबा को टिके हुए तो असुविधा होतबो दीप रुखा माने डिबरी किबा दीप जोटे रखा है लैंप स्टैंड जोटा कहा जाउची सही स्थान रे रहिले डिबरी किबा ललठन जदी घरे अंधारे जे रखा हेबो मझी रे रखि दिया जिवो आ जेते बेले मझी रे रखि दिया जाए पूरा घर को से आलोकित कर दिया जाए आ सेटा माण तले माने खट तले किबा बिछना तले किबा को कोण रे रखि दिया जाए नाही से ज्योति कोठी थाए मझी रे रखा हेबो नहले स्टैंड रे रखा हेबो जे द्वारा कि पूरा घर को आलोकित करिवो तो जीसु जेते बेले कहउछंती एटी दुईटी उदाहरण देउछंती गोटे पहाड़ उपरे पर्वत उपरे गोटे घर जेंती लुची कि रही न पारे किंबा ज्योति को आमे गोटे कोण रे रखिबा नाही ताको मझी रे रखिबा जो द्वारा कि जगत बा से घर आलोकित हेबो आ 16 पद रे मोर फेवरेट पद सेटा सेथि तापरे जीसु से स्थान रे गोटे सुंदर विषय कहउछंती सही प्रकारे को प्रकारे पर्वत उपरे जेंती घर अछि किमा माण तले लुचै कि न रखिक दीप रुख उपर रखा जाउची आ जेते बेले ज्योति आलोकित हो जाउची समस्ते देखुछन्ते आ समस्ते आलोक पाउ अछन्ते समस्ते तद्वारा
आशीर्वाद पाउछन्ति उपकृत होउछन्ति ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। କୋଉଟା ସେ ଆଲୋକ? ବାକ୍ୟ ରୂପ ଆଲୋକ, ପ୍ରଭୁଙ୍କର ବାକ୍ୟ, ପ୍ରଭୁଙ୍କର ଚରିତ୍ର। ଯେତେବେଳେ ବାକ୍ୟ ପଢୁଛୁ ପ୍ରଭୁ ଆମକୁ ଭଲ ପିଲା ହେବା ପାଇଁ କହନ୍ତି, ଭଲ ମଣିଷ ହେବା ପାଇଁ କହନ୍ତି। ଆଉ ସେଥି ନିମନ୍ତେ 16 ପଦରେ ଯୀଶୁ ଆମକୁ ଗୋଟେ ସୁନ୍ଦର ଶିକ୍ଷା ଦେଲେ। ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ କଣ ହେବ? ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। ଜଙ୍ଗଲ ଭିତରେ ଲଣ୍ଠନ ଧରିକି ଲୋକଟି ଯେମିତି ଚାଲିଲା ଆଉ ତାକୁ ପଥ ଦେଖାଗଲା, ଆଉ ଗୀତ ରଚକ କହିଲେ ତୁମର ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ, ମୋର ପଥ ପାଇଁ ଆଲୁଅ ଅଟେ। ସେହି ବାକ୍ୟ ଯେତେବେଳେ ଆମେ ପଢୁଛୁ, ସେହି ବାକ୍ୟକୁ ଆମେ ଯେତେବେଳେ ଗ୍ରହଣ କରୁଅଛୁ, ସେହି ବାକ୍ୟ ଆମକୁ ପଥ ଦେଖାଏ, ଆଉ ଆମେ ଗୋଟେ ଜ୍ୟୋତି ହେଇଯିବା। ଜ୍ୟୋତି ବା ଆଲୋକ ପଥ ଦେଖାଏ। ତ ସେହି ପ୍ରକାରେ ଆମେ ମାନେ ମଧ୍ୟ ଅନ୍ୟକୁ ପଥ ଦେଖାଇବା। କୋଉ ପ୍ରକାରେ? ଆମର କାର୍ଯ୍ୟ, ଆମର କଥାବାର୍ତ୍ତା, ଆମର ଚାଲିଚଳନ। କେତେ ଜଣ ମିଛ କୁହ? କେହି ମିଛ କହନ୍ତି ନାହିଁ ନା, ସବୁ ଭଲ ପିଲାମାନେ। କେତେ ଜଣ ହୋମୱାର୍କ ସବୁ ଭଲରେ କର? ସବୁ ଠକାଠକି, ନ ଚିଟିଂ ନା, କିଛି ନାହିଁ, ଭଲ ପିଲାମାନେ। ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। ଆଉ ତାପରେ ଯୀଶୁ କହୁଛନ୍ତି ଯେପରିକି, ଏଟା ଟିକେ କଳା ଲାଗୁଥାଇପାରେ, ଆଉ ଟିକେ ସରଳ କରିବାକୁ ଚେଷ୍ଟା କରୁଛି। ଯେପରିକି ଲୋକମାନେ କଣ ଦେଖିବେ? ତୁମର ଜ୍ୟୋତି ଦେଖିବେ ଲେଖା ହେଇଛି? ନାଇଁ, ତୁମ୍ଭମାନଙ୍କର ସତ୍କର୍ମ ଦେଖିବେ। ବୁଝିଲ? ଲୋକମାନେ, ତୁମେ ମାନେ ଗୋଟେ ଜ୍ୟୋତି ହେଇଗଲେ, ଜ୍ୟୋତିରେ ଲୋକମାନେ କଣ ଦେଖିବେ? ତୁମ୍ଭମାନଙ୍କର ବିହେଭିୟର ଦେଖିବେ, ଗୁଡ୍ ୱାର୍କସ ଦେଖିବେ। ଭଲ କାମ କଲେ ସମସ୍ତେ ଦେଖନ୍ତି, ମନ୍ଦ କାମ କଲେ ବି ଦେଖନ୍ତି। କିନ୍ତୁ ଯେତେବେଳେ ଜ୍ୟୋତି ଆମର ଜୀବନରେ ରହିଛି, ବାକ୍ୟ ରୂପ ଆଲୋକ ଆମର ଜୀବନରେ ଅଛି, ଯୀଶୁ ଆମର ଜଗତର ଜ୍ୟୋତି, ସେହି ଜ୍ୟୋତି ଯେତେବେଳେ ଆମର ଜୀବନରେ ପ୍ରକାଶିତ ହେବେ, ବା ସେହି ଆଲୋକ ଯେତେବେଳେ ଆମକୁ ପ୍ରକାଶିତ ହେବ, ସେତେବେଳେ ଆମେ ଗୋଟେ ଗୋଟେ ଜ୍ୟୋତି ହେଇଯିବା। ଆଉ ଯେତେବେଳେ ଜ୍ୟୋତି ହେଇଯିବା, ଲୋକମାନଙ୍କୁ ଜ୍ୟୋତି ପ୍ରଦାନ କରିବା। ଲୋକମାନେ ଦେଖିବେ ସେଇ ଜ୍ୟୋତି, ଆଉ ସେଇ ଜ୍ୟୋତିକୁ ଦେଖିଲେ ସେମାନେ କଣ ଦେଖିବେ? କୋଉ ମାଧ୍ୟମରେ ଦେଖିବେ? ଆମର ଉତ୍ତମ କାମ, ଆମର ଗୁଡ୍ ୱାର୍କସ ଦେଖିବେ, ଆମର ବ୍ୟବହାର ଦେଖିବେ। ସମୀର କେମିତି, ଶ୍ୟାମ କେମିତି, କ୍ରିଷ୍ଟିନା କେମିତି, ଶିବାଂଶୀ କେମିତି, ମାନେ କେମିତି ସବୁ ଅଛନ୍ତି, ଆମର କଣ ଦେଖିବେ? ଗୁଡ୍ ୱାର୍କସ ଦେଖିବେ। ଆଉ ଗୁଡ୍ ୱାର୍କସ ଦେଖିଲେ ସାବାସ ସମୀର, ସାବାସ ୱିଲିୟମ, ସାବାସ କ୍ରିଷ୍ଟିନା, ସାବାସ ଶିବାଂଶୀ କହିବେ? ନାଇଁ 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 ନାଇଁ, ଗୁଡ୍ ଆମକୁ କହିବେ ନାହିଁ। ସେହି ସ୍ଥାନରେ ଲେଖା ଯାଉଛି ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ହାଲେଲୁୟା! କେତେ ସୁନ୍ଦର ବିଷୟ ଲେଖା ହଉଛି। ଆମକୁ ପ୍ରଶଂସା ପାଇବାକୁ ବହୁତ ଭଲ ଲାଗେ ନା, ଗୁଡ୍ ଗୁଡ୍ ବୋଲି କହିଲେ, ଏକ୍ସେଲେଣ୍ଟ କହିଲେ। ଯଦି ନୋଟବୁକ୍ ରେ କିମ୍ବା ଏକ୍ସାମ ପେପରରେ ଏକ୍ସେଲେଣ୍ଟ, ଗୁଡ୍, ଭେରି ଗୁଡ୍ ଏଟା ଲେଖା ହେଇଥିବ, ଆମେ ଖୁସିରେ ଆଣିକି ଆମ ଘରକୁ ଦେଖେଇ ଦଉଛୁ। ଆମ ଝିଅ ସେମିତି କରେ। ଆଉ ଯଦି ଇମ୍ପ୍ରୁଭ କରିବାର ଅଛି କିମ୍ବା ମାର୍କ କମ ଅଛି, ଆଉ ନିଡ୍ ଟୁ ଇମ୍ପ୍ରୁଭ ଲେଖା ହେଇଛି କିମ୍ବା ରେଡ୍ ମାର୍କରେ ଲେଖା ହେଇଛି, ତାହେଲେ ଆମେ ଲୁଚେଇବା ସେ କଥାକୁ, ନାଇଁ? ସେ ପେପର ଲୁଚେଇ ଦେବା, ଦେଖେଇବାକୁ ଇଚ୍ଛା କରିବା ନାହିଁ। ଭଲ ହେଇଥିଲେ ଦେଖେଇଦବା। ସେଥି ନିମନ୍ତେ ଯୀଶୁ କହିଲେ ଭଲ କାମ ଯେତେବେଳେ କରିବ, ଲୋକମାନେ ଦେଖିବେ ଆଉ ତମକୁ ପ୍ରେଜ କରିବେ ନାହିଁ। କାହାକୁ ପ୍ରେଜ କରିବେ? ପିତାଙ୍କର, ସ୍ୱର୍ଗସ୍ଥ ପିତାଙ୍କର। ଆମର ଜଣେ ପିତା ଅଛନ୍ତି, କାହିଁକି? ସିଏ ଆମକୁ ଆଲୋକ ଦିଅନ୍ତି, ତାଙ୍କର ପଥରେ ଆମେ ଚାଲୁ, ସେ ଆମକୁ ଭଲ ବାଟ ଦେଖାନ୍ତି। ଯେମିତିକି ସେ ଲୋକ ଅନ୍ଧକାରରେ ଯେତେବେଳେ ଜଙ୍ଗଲ ଭିତରେ ଯାଉଥିଲା, ଲଣ୍ଠନ ତାକୁ ଆଲୋକ ଦେଖେଇଲା, ଆଉ ସେ ଜଙ୍ଗଲ ରାସ୍ତା ପାର ହେଇଗଲା। ଈଶ୍ୱରଙ୍କର ବାକ୍ୟ, ବାଇବଲ, ପବିତ୍ର ବାକ୍ୟ, ସେ ଆମକୁ ପଥ ଦେଖେଇବ। ଆଉ ଯେତେବେଳେ ବାଇବଲ ପଢିବା, ପ୍ରଭୁ ଆମକୁ କଥା କହିବେ, ପ୍ରଭୁ ଆମକୁ ପଥ ଦେଖେଇବେ, ଭଲ ପିଲା ହେବା ପାଇଁ ଆମକୁ କଥା କହିବେ। ଆଉ ଯେତେବେଳେ ଆମେ ଭଲ ପିଲା ହେଇଯିବା, ଆମେ ଆମର ଉତ୍ତମ କର୍ମ ଦେଖିବେ। ଆଉ କଣ ହେବ? ଲୋକମାନେ ଆମର ନୁହଁ, ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆମେ ଭଲ ପିଲା ହେଇଯିବା। ଆଉ ତା ଦ୍ୱାରା ଆମେ ଖାଲି ଭଲ ହେବା ନାହିଁ, ଆମେ ଖାଲି ଗୁଡ୍ ୱାର୍କସ କରିବା, ସତ୍କର୍ମ କରିବା ତାହା ନୁହଁ, କିନ୍ତୁ ତାର ମଧ୍ୟରେ ଆହୁରି କଣ ହେବ? ଅନ୍ୟମାନଙ୍କୁ ମଧ୍ୟ ଲଣ୍ଠନ କଣ କଲା? ସେ ଲୋକକୁ ଆଲୁଅ ଦେଖାଇ ଦେଲା, ଗାଇଡ କଲା। ଆମେ ମଧ୍ୟ
जो माने अंधार रे अछंती जो माने पथ पाउ नाहंती सांग माने जो माने दुख रे अछंती भल पिला हे पारु नाहंती चिटिंग करूछंती किंबा अबाध्य होउछंती डिसोबीडिएंट होउछंती सेही पिला मन को मध्य आमे प्रभुंकर वाक्य देई सेमान को मध्य भल मनीष करबा निमंते चेष्टा करिबा जद्वारा कि लोक माने आमे आमे तो आशीर्वाद पाइबा तार सांगरे हमर फ्रेंड माने मध्य आशीर्वाद पाइबे जद्वारा कि सेमाने मध्य आगको जीवे तो वर्तमान जदि तुमर आत्मिक जीवन लाइट टिके कमजोर हो जाइए बैटरी डाउन हो जाइए सकाळु बाइबल पढ़ा को इच्छा हो नहीं ताहेले हमको रिचार्ज करने को पड़ो बुझल फोन चलाउछु लैपटॉप चलाउछु ताकू बैटरी डाउन हो गले हमको आउ थरे रिचार्ज करने को पड़े तो आमर आत्मिक जीवन को मध्य पिला माने जदि आमर आत्मिक जीवन रे आमे दुर्बल हो जाउछु मिछ कहि दउछु टिके चिटिंग कर दउछु तो सेते बेले हमको कोन करबो से लाइट जळेबा को पड़िबो से लाइट कोन तुमे माने ज्योति माने छोट छोट लाइट को कहीं पसंद करते ना लाइट टिके भल दिशुले सब किसी देखा से निमंते हमको रिचार्ज करने को पड़ो आउ प्रतिदिन बाइबल पढ़ा पिला माने सबुदिन सकाळु गोटे छोट छोट गोटे गोटे पद पढ़ टिके टिके पढ़ आउ टिके टिके प्रार्थना कर आउ टिके 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 एटा गोटे अभ्यास करदेवा जदि कहा जाए आमर गुरु माने कहती गोटे विषय को जदि तमे अति कम रे 7 दिन माने गोटे सप्ताह जदि तमे अभ्यास करदेल माने सबुदिन सेटा करूछ सेटा गोटे प्रैक्टिस हो जाए अभ्यास हो जाए बुझल तो सबुदिन जो मैंने शौछ टिके टिके कि सकाळु उठुन सकाळु टिके टिके बाइबल पढ़ा जदि अभ्यास कर आरंभ करदेव 7 दिन पढ़ीदेले सेटा गोटे गोटे प्रैक्टिस हो अभ्यास हो सेटा कौन हम तो जीशु खुशी हो आ से जो कहते तुम्हें माने जगतर ज्योति जीशु मिछ कहे ना आम सब ज्योति ज्योति किंतु आमे अन्य मान को आलोक दे पारु ना आमे अन्य मान को आलोकर पथ को आनी पारु ना से निमंते हमको ज्योति होई जलिबा को पड़िबो जलिबा को हेले प्रभुंकर वाक्य हमको पढ़िबा को पड़िबो प्रभुंकर वाक्य अनुसारे आगो को बढ़िबा को पड़िबो तापरे जेई लोक माने हमको देखिबे हमर उत्तम कर्म देखिबे सत्कर्म देखिबे गुड वर्क्स देखिबे और पितांकर महिमा कीर्तन करिवे प्रभु आम समस्त को आशीर्वाद करंतु आउ एही पद को समस्ते आमे मुखस्थ करवा 14 पद तुम्भे माने जगतर ज्योति केवल मुखस्थ करवा ता नुह जीशु जो कहले कहीं आमको कही ए विषय मध्य बुझा पड़ो आम गोटे गोटे ज्योति आम अंधकार होई कि लो बैटरी पर रहिबा नहीं अंधकार होई रहिबा नहीं आमको जलिबा को पड़ो आउ अन्य मान को पथ देखा पड़ो प्रभु आम समस्त को आशीर्वाद करंतु प्रार्थना करवा प्रभु तुमको धन्यवाद दौछु आज वाक्य निमंते तुम्हें कहीच तुम्हें माने जगतर ज्योति अनेक समय प्रभु आमे ज्योति परी जली न थाउ अंधकार रे आमे रही थाउ आमर कार्य प्रभु अंधकार कार्य परी होई थाए जद्वारा कि तुम्हें दुखित होई थाउ ए पिला मान को आमे निज निज को तुम हस्त समर्पण करूछु आमको तुम्हें ज्योति कर प्रभु आउ से ज्योति सही आलोक कोठारु आसीबा प्रभु तुमर वाक्य रूप ज्योति आम निकट रे जेते बेले प्रभावित हेबो पिला मान को आशीर्वाद कर पाठ पढ़िबा संगे प्रभु बाइबल मध्य पढ़िबार जेपरि अभ्यास करि परिबे एवं प्रतिदिन बाइबल पढ़िकी नुआ नुआ विषय शिखिबे शिक्षा करिवे एवं निजर आत्मिक जीवन निमंते व्यवहार योग्य करिवे जगत रे आलोक हेबा सहित प्रभु आत्मिक भाव रे मध्य गोटे गोटे ज्योति होई जलिबा निमंते सहाय्य कर जो पिला माने परीक्षा दो अछंती से पिला मानकर पाठ पढ़ा उपरे परीक्षार प्रस्तुति उपरे आशीर्वाद कर बापा माँ मान को मध्य आशीर्वाद कर पिला मान को जेपरि प्रभु जीवन काटिबा निमंते एवं वाक्य पढ़िबा निमंते सहाय्य करिवे सही प्रकार अनुग्रह प्रदान कर जो वाक्य बुझी पारु नाहंती प्रभु और आत्मा साहाय्य से वाक्य बुझिबा निमंते सहाय्य कर गौरव प्रशंसा तुमको दे ए प्रार्थना यीशु का नाम रे मागुछु आमेन आमेन थैंक यू।